ଗଞ୍ଜା ଓ ବିଲୁଆ। ଥରେ ଗୋଟିଏ ଗଞ୍ଜା ଖୁବ୍ ସକାଳୁ ସକାଳୁ ଗଛ ଉପରେ ବସି ରାବୁଥିଲା। ସେହି ଗଛ ମୂଳରେ ପୂର୍ବ ରାତିରୁ ଗୋଟେ ବିଲୁଆ ଶୋଇଥିଲା। କୁକୁଡ଼ାର ଏପରି ରାବ ଶୁଣି ବିଲୁଆର ନିଦ ଭାଙ୍ଗିଗଲା ଓ କିଏ ଏପରି ରାବୁଛି ଜାଣିବା ପାଇଁ ଗଛ ଉପରକୁ ଚାହିଁଲା। ଧଳା ଫର ଫର ପୃଥଳକାୟ ଗଞ୍ଜାଟିକୁ ଦେଖି ବିଲୁଆ ପାଟିରୁ ଲାଳ ବହିଲା ଏବଂ ମନେ ମନେ ଏହାକୁ ଖାଇବ ବୋଲି ଚିନ୍ତା କଲା। ଏହା ଭାବି ବିଲୁଆଟି କହିଲା, ହେ ପ୍ରଭୁ, ଆପଣଙ୍କ ସଙ୍ଗୀତ ଖୁବ୍ ସୁମଧୁର। ଏପରି ମନମୁଗ୍ଧକର ସଙ୍ଗୀତ ମୋ କାନରେ କେବେ ବାଜିନଥିଲା। ଜୀବନରେ ଅନେକ ପଶୁପକ୍ଷୀଙ୍କର ସଂସ୍ପର୍ଶରେ ଆସିଛି, ହେଲେ ଆପଣଙ୍କ ତୁଲ୍ୟ କେହି ନୁହେଁ। ମୁଁ ଏହି ବୃକ୍ଷ ତଳେ ସଦାସର୍ବଦା ଶୟନ କରେ। ଆପଣ କେତେବେଳେ ବୃକ୍ଷ ଉପରକୁ ଗଲେ ମୁଁ ମୋଟେ ଜାଣିପାରିନି। ଦୟାକରି ଆପଣ ତଳକୁ ଆସି ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ମୋତେ ଦେବେ କି? ବିଲୁଆର କଥା ଶୁଣି ଗଞ୍ଜାଟି ହସି ହସି କହିଲା, ବିଲୁଆ, ତୁମେ ମୋତେ ଏତେ ବୋକା ଭାବନି ମ। ମୁଁ ତୁମକୁ ଭଲ ଭାବେ ଚିହ୍ନେ ଏବଂ ତୁମେ ମୋତେ ଭଲ ଭାବରେ ଜାଣ। ଏଣୁ ଆମ ଦୁଇ ଜଣଙ୍କ ଭିତରେ ଅପରିଚିତ କେହି ନୁହନ୍ତି। ତୁମେ ମାଂସାଶୀ, ମୋର କୋମଳ ମାଂସ ଖାଇବା ପାଇଁ ତୁମେ ମନ ବଳେଇଛ। ଏଣୁ ମୁଁ ଆଉ ତଳକୁ ଯାଇପାରିବି ନାହିଁ। ତୁମ ଚତୁରତାରେ ମୁଁ ଫସିବିନି। ହେ ପ୍ରଭୁ, ଆପଣ ତ ଦେବତା, ବୃକ୍ଷ ଉପରେ ବସି ସଙ୍ଗୀତ ଗାନ କରୁଛନ୍ତି। ମୁଁ କିପରି ଆପଣଙ୍କ ମାଂସ ଖାଇବା ପାଇଁ ଚିନ୍ତା କରିବି? ମୋ ପ୍ରତି ଆପଣଙ୍କ ଭୁଲ ଧାରଣା ଅଛି। ମୁଁ ମାଂସ ଖାଏନି। ମୋର ପୂର୍ବପୁରୁଷମାନେ କିମ୍ବା ମୋର ପୁଅ ଝିଅମାନେ ମାଂସ ଖାଉଥିବେ, ହେଲେ ମୁଁ ନୁହେଁ। ମୁଁ ନିରାମିଷାଶୀ, ସାଧୁ, ବୈଷ୍ଣବ। ଦେବତାମାନଙ୍କୁ ପ୍ରାର୍ଥନା କରିବା ମୋର କର୍ତ୍ତବ୍ୟ। ମୋର ସାଧୁ ଓ ସଚ୍ଚୋଟ ଚରିତ୍ରକୁ ଥରେ ମାତ୍ର ପରୀକ୍ଷା କରିବା ପାଇଁ ତଳକୁ ଆସନ୍ତୁ ଏବଂ ଦେଖନ୍ତୁ ମୁଁ ଆପଣଙ୍କ ମାଂସ ଖାଉଛି କି ଆପଣଙ୍କ ସେବା କରୁଛି। ଗଞ୍ଜା ଏହାର ଉତ୍ତରରେ କହିଲା, ବିଲୁଆ, ଶିକାରୀକୁ କ'ଣ ଶିକାର ଦିଆଯାଇ ପରୀକ୍ଷା କରାଯାଇପାରେ? ମୋର ପୂର୍ବ ଜ୍ଞାତି କୁଟୁମ୍ବମାନଙ୍କୁ ଖାଇ ତୁମ ପାଟିରୁ ସ୍ୱାଦ ଆଜି ପର୍ଯ୍ୟନ୍ତ ଯାଇନାହିଁ। ତୁମେ ସେହି ଆଶାରେ ମୋତେ ପୁନର୍ବାର ମିଛ କହି ମୋତେ ଖାଇବାକୁ ଆସିଛ? ବିଲୁଆ ତଳେ ଥାଇ କହିଲା, ପ୍ରଭୁ, ମୋ ପାଖକୁ ଥରେ ମାତ୍ର ଆସି ପରୀକ୍ଷା କରିଯାଆନ୍ତୁ। ତାପରେ ଯଦି ମୋ ପ୍ରତି ବିଶ୍ୱାସ ଆସେ, ମୋର ଦେବତା ଭାବରେ ପୂଜା ପାଇବ। ନଚେତ୍ ମୋତେ ଶତ୍ରୁ ଭାବି ଆଉ ମୋ ସହ କଥାବାର୍ତ୍ତା କରିବ ନାହିଁ। ଯଦି ଆପଣ ଏତେ କଥା କହୁଛନ୍ତି, ତାହେଲେ ଆପଣ ଗଛ ଉପରକୁ ଆସି ମୋର ସମ୍ପୂର୍ଣ୍ଣ ପରିଚୟ ନିଅନ୍ତୁ। ମୁଁ କିନ୍ତୁ ତଳକୁ ଯାଇପାରିବି ନାହିଁ। ତୁମେ ଯଦି ମୋତେ ଭୟ କରି ଉଡ଼ିଯିବ, ମୁଁ କାହାଠାରୁ ପରିଚୟ ପାଇବି? ଆପଣ ମୋତେ ବିଶ୍ୱାସ କରନ୍ତୁ, ମୁଁ ଏଇଠାରେ ହିଁ ବସି ରହିବି। ତୁମେ ସତ କହୁଛ? ହଁ, ମୁଁ ସତ କହୁଛି। ତାପରେ ବିଲୁଆ ଗଞ୍ଜା କଥାରେ ବିଶ୍ୱାସ କରି ଗଛରେ ଚଢ଼ି କୌଶଳର ସହିତ ତାକୁ ମାରି ତାର ମାଂସ ଖାଇବା ପାଇଁ ଉପାୟ ଖୋଜିଲା। ବିଲୁଆ ଗଛ ଚଢ଼ିବା ସମୟରେ ଗଞ୍ଜା କହିଲା, ଦେଖ ବିଲୁଆ, ତୁମେ ମୋ ପ୍ରତି ବିଶ୍ୱାସଘାତକତା କରିବ ନାହିଁ, କିନ୍ତୁ ମନେ ରଖ, ଯଦି ବିଶ୍ୱାସଘାତକତା କରିବ ତେବେ ତାର ଉପଯୁକ୍ତ ଫଳ ତୁମେ ଭୋଗ କରିବ। ବିଲୁଆ ଗଞ୍ଜା କଥାକୁ କର୍ଣ୍ଣପାତ ନ କରି ଗଛ ଚଢ଼ି ଡାଳ ଉପରେ ବସିଲା। ଗଞ୍ଜା ଏହାଠାରୁ କିଛି ଦୂରରେ ବସିଥାଏ। ଗଛ ମୂଳଠାରୁ ଖୁବ୍ ଉଚ୍ଚରେ ଦୁଇ ଜଣ ଯାକ ବସିଥାନ୍ତି। ତାପରେ ବିଲୁଆଟି ପଚାରିଲା, ହେ ପ୍ରଭୁ, ପ୍ରଥମେ ମୋତେ ଆପଣଙ୍କର ପୁରା ନାଁ କୁହନ୍ତୁ। ମୋର ନାମ କୁକୁଡ଼ାରାଜ। ଆପଣ କେଉଁଠାରେ ରୁହନ୍ତି? ମୋତେ ଆପଣଙ୍କ ଘର ଦେଖେଇଦେବେ କି? ନା, ତାହା ହୋଇନପାରେ, କାରଣ ତୁମେ ମାଂସାଶୀ। ଆମ ଘରକୁ ଗଲେ ଆମ ପରିବାର ବର୍ଗଙ୍କୁ ମାରି ଖାଇଦେବ। ନା ନା ପ୍ରଭୁ, ଆପଣ ମୋତେ ବିଶ୍ୱାସ କରନ୍ତୁ। ମୁଁ ଆପଣଙ୍କର ଦେହ ଛୁଇଁ କହୁଛି, ମୋତେ ଆପଣ ଅବିଶ୍ୱାସ କରନ୍ତୁ ନାହିଁ। ଦେହ ଛୁଇଁବାକୁ ଯାଇ ବିଲୁଆ ଯେତେବେଳେ ଗଞ୍ଜାକୁ ଧରିବାକୁ ଯାଏ, ସେତେବେଳେ ଗଞ୍ଜା ଫୁର୍ କରି ଉଡ଼ି ତଳକୁ ବିଲୁଆ ଗଛ ତଳେ ଖସି ପଡ଼ିଲା। ଗଛର ଖୁବ୍ ଉଚ୍ଚରୁ ପଡ଼ିଥିବାରୁ ତାର ସମସ୍ତ ଗୋଡ଼ ଭାଙ୍ଗିଗଲା ଓ ମୁଣ୍ଡ ଫାଟିଗଲା। କାନ୍ଦି କାନ୍ଦି ଖୁବ୍ ବିକଳ ନୟନରେ ଯେତେବେଳେ ଗଞ୍ଜାକୁ ଚାହିଁଲା, ଗଞ୍ଜା ହସି ହସି କହିଲା, ତୁମେ ମୋ ପ୍ରତି ବିଶ୍ୱାସଘାତକତା କରି ମାରିଦେବା ପାଇଁ ଚାହିଁଥିଲ, କିନ୍ତୁ ତାହା ହୋଇପାରିଲା ନାହିଁ। ବର୍ତ୍ତମାନ ବିଶ୍ୱାସଘାତକତାର ପରିଣତି ତୁମେ ଭୋଗ କର। ନମସ୍କାର। ତେଣୁ ସବୁ ସମୟରେ ସାମ୍ନା ଲୋକକୁ ବୋକା ଭାବି ତା ପାଇଁ ଗାତ ଖୋଳିଲେ ସେଇ ଗାତରେ ନିଜକୁ ହିଁ ପଡ଼ିବାକୁ ପଡ଼େ।
ତେଣୁ ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।